শরণাগত দীননাথং পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতি। জয় মা শারଳା। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର ଇଏ କଥାଟିଏ। ଆପଣମାନେ ଇଏ କୁକୁରକୁ ଘରେ ରଖିଛନ୍ତି। କୁକୁରକୁ ସମସ୍ତେ ଭଲ ପାଆନ୍ତି। ଅଧିକାଂଶ ଘରେ ଇଏ କୁକୁର ରହିଥାଏ, କିନ୍ତୁ ରଖିଛନ୍ତି ସତ, କିନ୍ତୁ ରାତ୍ରିରେ ଯଦି ସେ କୁକୁର ଭୁକେ ଆପଣ ଉଠି ପଡ଼ିକି ଦେଖିବେ ଯେ କେହି ନାହାନ୍ତି, ଇଏ କୁକୁର କିନ୍ତୁ ଭୁକୁଛି। ପୁଣି ଆପଣ ଯିବେ ଇଏ ଶୟନ କରିବେ। ତାପରେ କୁକୁର ପୁଣି ବାରମ୍ବାର ଭୁକିବା ଆରମ୍ଭ କଲା। ଏଇ ଭୁକିବାର ସଂକେତରୁ ଆପଣମାନେ ଏତିକି ଜାଣି ରଖିଥାନ୍ତୁ, କୌଣସି ଭୂତ ପ୍ରେତ ବା ଅତୃପ୍ତ ଆତ୍ମାକୁ ମଣିଷ କେବେ ଦେଖିପାରେନି। ଗୋଟିଏ ଜୀବ ଦେଖିପାରେ, ସେ ହେଉଛି ଇଏ କୁକୁର। କୌଣସି ଅତୃପ୍ତ ଆତ୍ମା ବା ଭୂତ ପ୍ରେତ ଯେତେବେଳେ ଆପଣଙ୍କ ଗୃହ ଆଡ଼କୁ ଆସୁଥିବେ, କୁକୁର ସେହି ସମୟରେ ବାରମ୍ବାର ଭୁକିବା ଆରମ୍ଭ କରିବ। ଏହା ଜାଣିବେ ଯେ ଅଶୁଭ ଇଏ ସୂଚକ। କୁକୁର ଯଦି ରାତ୍ରିରେ ଘର ଆଗରେ ଇଏ କାନ୍ଦିବ, ଜାଣିବେ ମୋ ନିଜ ଘରେ ହଉ ବା ପଡ଼ୋଶୀ ଘରର କିଏ ଜଣେ ବ୍ୟକ୍ତି ଏଇ କିଛି ଦିନ ଭିତରେ ତାର ମୃତ୍ୟୁବରଣ ଇଏ କରିବ। କୁକୁର ଏହାକୁ ସଂକେତ ଦିଏ। କୁକୁର ଯେତେବେଳେ ଦେଖିବେ ବାରମ୍ବାର ଇଏ କାନ୍ଦୁଛି, ଜାଣିବେ ଯେ କିଏ ଜଣେ ମୃତ୍ୟୁବରଣ କରିବ। ଏହା ହେଉଛି କୁକୁରର ଅଶୁଭ ସଂକେତ। ଦ୍ୱିତୀୟଟି ହେଉଛି ଗୋଟିଏ ପକ୍ଷୀ କାଉ ଆପଣଙ୍କ ଘର ଆଗରେ ଯଦି କର୍କଶ କଣ୍ଠରେ ସେ ରାବ କରେ, ଜାଣିବେ ହେଉଛି ଗୋଟିଏ ଅଶୁଭ ସୂଚକ। କାଉ ଯଦି କର୍କଶ କଣ୍ଠରେ ବୋବାଏ, ଜାଣିବେ ଏହା ଅଶୁଭ ସୂଚକ। ଏବଂ କାଉ ଯଦି ଆପଣଙ୍କ ଘର ଭିତରକୁ ଇଏ ପଶି ଆସିଲା, ଜାଣିବେ ଯେ ମୋ ଘରେ ଆଜିଠାରୁ ଶନି ଗ୍ରହ ଇଏ ପ୍ରବେଶ କଲା। ସେଥିପାଇଁ କାଉ ମଧ୍ୟ ବି ସଂକେତ ଦିଏ, ତୋ ଘରକୁ ଆଜିଠାରୁ ଶନି ଗ୍ରହ ଇଏ ପଶିଲା ବୋଲି। ଆପଣଙ୍କର ମସ୍ତକରେ ବା କାନ୍ଧରେ ଯେତେବେଳେ କାଉ ବସି ପଡ଼ିବ, ଜାଣିବେ ଯେ ଆପଣଙ୍କର ମୃତ୍ୟୁ ସୁନିଶ୍ଚିତ ଆସୁଛି। ସେଥିପାଇଁ ଏହାର ପ୍ରତିକାର ସ୍ୱରୂପ 21 ଦିନ ଶିବ ମନ୍ଦିରକୁ ଯାଇ ଯଦି ଶିବ ଠାକୁରଙ୍କୁ ଇଏ ପୂଜା ଅର୍ଚ୍ଚନା କରିବେ, ତାହେଲେ କିଛି ଇଏ କଟି ଯାଇପାରେ। ଆପଣ ଯାତ୍ରା ସମୟରେ ଯଦି କାଉ ଯଦି ରାବ କରୁଛି, ଟିକେ ରହିଯିବେ, କାଉକୁ ହୁଡେଇ ଦେବେ। କାଉ ଗଲା ପରେ କିଛି ସମୟ ପରେ ତାପରେ ଆପଣ ଯାତ୍ରା କଲେ ଇଏ ଶୁଭଦାୟକ। 3ରେ ହେଉଛି ଗୋଟିଏ ପକ୍ଷୀ ହେଉଛି ଇଏ ପେଚା। କଳା ପେଚା ଯଦି ଆପଣଙ୍କ ଘର ଭିତରକୁ ଇଏ ପଶି ଆସିଛି, ଜାଣିବେ ଏହା ହେଉଛି ଅଶୁଭ ସୂଚକ। ଲକ୍ଷ୍ମୀଙ୍କର ବାହନ ଇଏ ପେଚା ସମସ୍ତେ କୁହନ୍ତି,
କିନ୍ତୁ ଲକ୍ଷ୍ମୀଙ୍କର ବାହନ ହଉଛି ଧଳା ପେଚା। ଧଳା ପେଚା ଯଦି ଘରକୁ ପଶି ଆସେ ଇଏ ଶୁଭଦାୟକ, କିନ୍ତୁ କଳା ପେଚା ଯଦି ଆପଣଙ୍କ ଘରକୁ ପଶି ଆସିଲା ଏହା ହଉଛି ଅଶୁଭ, ଇଏ ସୂଚକ। ଏବଂ ରାତ୍ରିରେ ଯଦି ଆପଣଙ୍କର ଚାଳ ଉପରେ ହଉ ବା ଛାତ ଉପରେ ହଉ ବା ଆପଣଙ୍କ ଘର ଆଗରେ ପେଚା ରାବ କରିବାର ଶବ୍ଦ ଶୁଣିବେ, ଏହା ଅତ୍ୟନ୍ତ ଅଶୁଭଦାୟକ। ଜାଣିବେ ଯେ ମୋର ଆଗକୁ କୌଣସି ବଡ ବିପଦ ଆସୁଛି ବୋଲି ଏହା ସୂଚନା ବୋଲି ଜାଣିପାରିବେ। ତାପରେ ହଉଛି ବିଲୁଆ ଯଦି ଘର ଆଗରେ ବାରମ୍ବାର ଭୁକିବାର ଶବ୍ଦ ଶୁଣିବେ, ଜାଣିବେ ହଉଛି ଅଶୁଭ ସୂଚକ। ବିଲୁଆ ଯଦି ଘର ଆଗରେ ଭୁକେ, ଜାଣିବେ ଯେ କୌଣସି ଲୋକର ମୃତ୍ୟୁବରଣର ସମୟ ଆସୁଛି। ମୋ ପଡୋଶୀ ଘର ହଉ ବା ନିଜ ଘରେ ହଉ, କୌଣସି ମୃତ୍ୟୁର ସଂକେତ ଏହା। ବିଲୁଆ ବୋବେଇବାର ମୃତ୍ୟୁର ସଂକେତ ବୋଲି ଆପଣମାନେ ଜାଣିପାରିବେ। ଏହି ଥିଲା ମୋର ଇଏ ନୀତିବାଣୀର ଇଏ ନିର୍ଯାସ କଥା। ଆପଣମାନେ ଯଦି ଏ କଥାକୁ ମୋର ଧ୍ୟାନ ସହିତ ଶ୍ରବଣ କରିଥିବେ ବା ଗ୍ରହଣ କରିବେ, ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିକାର ଅନୁଚିନ୍ତା, ଖାଇସାରିବା ପରେ ସେଇ ବାସନ ପାଖରେ ବେଶୀ ସମୟ ଇଏ ବସିବେନି। ଖାଇସାରିବା ପରେ ଅଇଁଠା ବାସନ ପାଖରେ ବେଶୀ ସମୟ ଇଏ ବସନ୍ତୁନି, ଏହା ହଉଛି ଅଶୁଭ ସୂଚକ। ସେଇ ଖାଇସାରିବା ପରେ ବାସନକୁ ନେଇ ଯେଉଁଠି ବାସନ ରଖାଯାଏ ସେଇ ଜାଗାରେ ରଖିଦିଅନ୍ତୁ, ଶୁଭଦାୟକ। କିନ୍ତୁ ଖାଇସାରିବା ପରେ ସେଇ ଅଇଁଠା ବାସନ ପାଖରେ ବେଶୀ ସମୟ ବସି ଇଏ କଥାବାର୍ତ୍ତା କରିବା କାହା ସହିତ ଅଶୁଭ, ଇଏ ସୂଚକ। କାନ୍ଧରୁ ଲକ୍ଷ୍ମୀ ମଧ୍ୟ ବି ଇଏ ଛାଡି ଯାଆନ୍ତି। ଏଇ ଥିଲା ମୋର ନୀତିବାଣୀ ଅନୁଚିନ୍ତାର ନିର୍ଯାସ କଥା। ଏତିକି କହି ମୋର ଇଏ ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ପ୍ରଣାମ, ଜୟ ଜଗନ୍ନାଥ।